ଅନଲାଇନ୍ ପ୍ରେମ ଭାଗ 15। ବୁଢ଼ୀ ମାଉସୀ, ପୁଅ ତୁ ବି କ'ଣ ସୋନିକି ଜାଣିଛୁ? ହଁ ମାଉସୀ, ମୁଁ ସୋନିକି ବହୁତ ଭଲ ଭାବରେ ଜାଣିଛି। ମୁଁ ବି ସୋନିକି ଖୋଜୁଛି। ଆସ ତୁମ ଗାଁକୁ ଯିବା, ସୋନିକି ଦେଖା କରି ଆସିବା। ବୁଢ଼ୀ ମାଉସୀ, ନା ନା ପୁଅ, ମୁଁ ସେ ଗାଁକୁ ଯିବିନି। ତୁ ଆଜି ରାତି ହୋଇଗଲାଣି, ଯାଆନି, କାଲି ସକାଳେ ଉଠି ଯିବୁ। ଆଉ କାଲି ସକାଳେ ଆସି ମୋତେ ସୋନି କଥା କହିବୁ। ପ୍ରିନ୍ସ, ହଉ ମାଉସୀ, କାଲି ଏଇ ମନ୍ଦିରରେ ଏଇଠି ଦେଖାହେବ। ପ୍ରିନ୍ସ ଆଖିକୁ ନିଦ ନାହିଁ। କେମିତି ସକାଳ ହେବ ସେ ସୋନି ଗାଁକୁ ଯିବ? ସକାଳୁ ସକାଳୁ ପ୍ରିନ୍ସ ତରତର ହୋଇ ବାହାରୁଥାଏ। ତା ମା ଫୋନ୍ କଲେ। ହ୍ୟାଲୋ, ଅନଲାଇନ୍ ଆସେ, ଝିଅ ଫଟୋ ଦେଖେ। ଆଜି ଆମେ କଥା ହେବାକୁ ଯିବୁ। ନିର୍ବନ୍ଧ ତାରିଖ ଠିକ୍ ହେବ। ତୁ ଗାଁକୁ ଆସ। ପ୍ରିନ୍ସ କିଛି ଉତ୍ତର ନ ଦେଇ ଫୋନ୍ କାଟିଦେଲା। ଅନଲାଇନ୍ ଆସି ସୋନି ମେସେଜ୍ କରିଛି କି ସୋନି ଅନଲାଇନ୍ ଆସିଛି କି ଚେକ୍ କରୁଥାଏ। ସେ ଝିଅଟିର ଫଟୋ ଉପରେ ଟିକେ ନଜର ପଡ଼ିଲା। ଫୋନ୍ ରଖି ସୋନିର ଗାଁକୁ ବାହାରିଲା। ବାଟ ପଚାରି ପଚାରି ସୋନିର ଗାଁରେ ପହଞ୍ଚିଗଲା। ମନରେ ବହୁତ ଉତ୍ସାହ, ସୋନି ସହ ଦେଖାହେବ। ହଠାତ୍ ଗାଡ଼ିର ବ୍ରେକ୍ ମାରିଲା। ତା ଗାଡ଼ି ଆଗରେ ଝିଅଟିଏ କାନ୍ଦି କାନ୍ଦି ଆଗକୁ ଆସିଗଲା। ହାତରେ 2ଟି ଫଟୋ ଧରିଥାଏ। ଦେଖିଲେ ଲାଗୁଥିଲା ଯେମିତି ଟିକେ ପାଗେଳି। ତା ପାଖକୁ ଗଲା। ତା କାନ୍ଦିବାର କାରଣ ପଚାରିଲା। ପାଣି ପିଇବାକୁ ଦେଲା। ଝିଅଟି ବେହୋସ ହୋଇଗଲା। କିଛି ଲୋକଙ୍କ ସାହାଯ୍ୟରେ ସେ ଝିଅଟିକୁ ଘରକୁ ନେଲା।